ସମ୍ବଲପୁର ମାନେସର ବ୍ଲକ ଅନ୍ତର୍ଗତ ରାସନପୁର ମାର୍କେଟିଆ ଠାରେ ମାନେସର ପ୍ରାଥମିକ କୃଷି ସମବାୟ ସମିତି ଲିଙ୍କର 69ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ୟାଙ୍କ ମାନେସର ବ୍ରାଞ୍ଚର ସରକାରୀ ପରିଚାଳକ ସୁରେନ୍ଦ୍ର ଛତର ଯୋଗଦାନ କରିଥିଲେ। ମୁଖ୍ୟ ଅତିଥିଙ୍କୁ ମାନେସର ପ୍ରାଥମିକ କୃଷି ସମବାୟ ସମିତିର ପଦାଧିକାରୀମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ମାନେସର ବ୍ଲକର ଦିଲ୍ଲୀପ ପୂଜାରୀ ଯୋଗ ଦେଇଥିବା ବେଳେ ମାନେସର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ସନ୍ତୋଷ ପଟ୍ଟନାୟକ ଆଜିର ସଭା ପରିଚାଳନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାର୍ଷିକର ଆୟ ବ୍ୟୟ ଅଟକଳ 2025 ଓ 26 ବର୍ଷର ବିଲ୍ ସମସ୍ତ ସଦସ୍ୟଙ୍କ ଗହଣରେ ଉପସ୍ଥାପନ କରାଯାଇ ସର୍ବସମ୍ମତି କ୍ରମେ ପାସ୍ କରାଯାଇଥିଲା। ସଭାରେ 3 ଜଣ ଚାଷୀଙ୍କୁ ଉନ୍ନତ ଧରଣର ଚାଷ କାର୍ଯ୍ୟ ପାଇଁ ମାନେସର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହାସହ ସୋସାଇଟିର ବିଭିନ୍ନ ଦିଗକୁ ନେଇ ଆଲୋଚନା ମଧ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନେସର ପ୍ରାଥମିକ କୃଷି ସମବାୟ ସମିତି ଲିଙ୍ଗର ଉପସଭାପତି ପ୍ରତିମା ଗଡିଆ, ଚନ୍ଦ୍ର କୁମାର ପୁରୋହିତ, ମାନଭଞ୍ଜନ ପ୍ରସାଦ, ବିଜୟ କୁମାର ବେହେରା, ଯଜ୍ଞସିନୀ ଦୀକ୍ଷିତ, ଦୀନବନ୍ଧୁ ଭୁଏ, ସୁଦର୍ଶନ ମହାପାତ୍ରଙ୍କ ସହ ସମସ୍ତ ସଦସ୍ୟା ଉପସ୍ଥିତ ରହିଥିଲେ। ତା ସହ 72 ଜଣ ଚାଷୀ ମେମ୍ବର ଓ 100ରୁ ଉର୍ଦ୍ଧ୍ୱ ଚାଷୀ ଉପସ୍ଥିତ ଥିଲେ।